ଆଜ୍ଞା ଆଜ୍ଞା ନମସ୍କାର। ମୋ ନାଁ ନିହାର ରଞ୍ଜନ ଓଝା। ମୁଁ ଆଡଭୋକେଟ୍ ଅଛି। ଯଦି ଜଣେ ବନ୍ଧୁକ ରଖିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କ କଥା ଅନୁସାରେ ତାର ପରମିଶନଟା କୋଉଠୁ ପାଇବ ସେ? ତାର ପରମିଶନଟି ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଡିଏମ୍ ଆଉ ଆଡିସନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଡିଏମ୍ଙ୍କ ପାଖରେ ଆଉ ନହେଲେ ଏ, ତାର ଗୋଟେ ପୋର୍ଟାଲ ଆପ୍ ଅଛି NDAL-ALIS ପୋର୍ଟାଲରେ ଆପ୍ଲାଏ କରିପାରିବ। लोकल थाना दे परिबो कि No. Local police station have no power, or local police station is not the licensing authority to issue the pistols or any loaded guns. अच्छा को ग्राउंड रे दे परिबे तांकर ଆଜ୍ଞା पाखरे संपत्ति देखै कि ना को ग्राउंड कोन रहबो तांकर ଆଜ୍ଞା ମୁଁ କହିବି ମୋ ପାଖରେ 2 କୋଟି ସମ୍ପତ୍ତି ଅଛି। ସମ୍ପତ୍ତି ଅଛି, କାଳେ ମୋ ସମ୍ପତ୍ତି କିଏ ନେଇଯିବ, ମତେ ବନ୍ଧୁକଟେ ଦିଆଯିବ, ସେମିତି ଆଜ୍ଞା ନାହିଁ। ସେ ଯେତେବେଳେ ଫର୍ମ ଏ ଗୋଟେ ଅଛି, ଆଲଙ୍ଗ ୱିଥ୍ ପ୍ରୁଫ୍ ଅଫ୍ ଆଡ୍ରେସ୍ ଆଣ୍ଡ ଆଇଡେଣ୍ଟିଟି, ସେଥିରେ ତାଙ୍କର ଆଧାର କାର୍ଡ ହଉ, ପାନ୍ କାର୍ଡ ହଉ, ତାଙ୍କର କୋଉଠି ରହୁଛନ୍ତି, ଆଉ ଏ ଫର୍ମ ଏରେ ରିକ୍ୱାରମେଣ୍ଟ ଅଫ୍ ପିଷ୍ଟଲ ତା ଉପରେ ସବୁ କ୍ରାଇଟେରିଆ ଅଛି। ସେଥିରେ ସେ ଫିଲ୍ଅପ୍ କରିବେ। ଗୋଟେ ମିନିमम क्राइटेरिया रे कोन माने को आधार रे तांको दिया हो बंधु କ୍ରାଇଟେରିଆ ସେଇଟା ସେ ଯୋଉ ଫର୍ମରେ ଥିବ। ତାଙ୍କର ପରମିଶନ ବନ୍ଧୁକ ପାଇଁ ଏତେ କ'ଣ ଜରୁରୀ ଦରକାର ହେଲା ଯେ ସେ ବନ୍ଧୁକ ତାଙ୍କର ଦରକାର ହଉଛି, ବା ତାଙ୍କର କିଛି ସେ ଟଙ୍କା ନେନ୍ ଦେନ୍ କିଛି ତାଙ୍କର ଅଫିସିଆଲି ପ୍ରାଇଭେଟଲି ବିଜନେସ୍ ହଉ, ଯୋଉ ଟଙ୍କା ଦେନ୍ ନେନ୍ କରୁଛନ୍ତି ବା ଧରିକିରି ହାର୍ଡ କ୍ୟାସ୍ ଧରିକି ଯାଉଛନ୍ତି। ଆଜିକାଲି ତ ହାର୍ଡ କ୍ୟାସ୍ ତ ଆଉ ଦରକାର ନାହିଁ, ଅନଲାଇନ୍ ସବୁ ପେମେଣ୍ଟ ହଉଛି। ତେଣୁ ଯଦି ବା ସେମିତି ସେ ଯଦି ଶୋ କରିବାକୁ ବି ଚାହୁଁଥିବେ ଯୋଉଛି ଯେ ମୋର ଏତିକି ଏତିକି ଟଙ୍କା କ୍ୟାସ୍ ଆକାରରେ କାରବାର ହଉଛି, ତେଣୁ ମତେ ବନ୍ଧୁକଟି ଦରକାର ହଉଛି। माने प्रॉपर्टी देखै कि जणे बंधुक लाइसेंस नै परिबो ନାଇଁ ପ୍ରପର୍ଟି ଦେଖେଇକିରି ନେଇପାରିବ ବୋଲି ସେମିତି କିଛି ତ ଆଇନରେ ପରିଧି ଭିତରେ ନାହିଁ ଆଜ୍ଞା। ଯଦି ଜୀବନ ପ୍ରତି ବିପଦ ଥିବ ସେମାନେ ଆପ୍ଲାଏ କରିକି ନେଇ ପାରିବେ ଜୀବନ ପ୍ରତି ଯଦି ବିପଦ ଥିବ ତାହେଲେ ଲୋକାଲ ପୋଲିସ ଷ୍ଟେସନରେ ସେ ଏଫଆଇଆର ଦେବେ ଯେ ମୋ ଜୀବନ ପ୍ରତି ବିପଦ ଅଛି, ତେଣୁ ମତେ ତଳେ ଲେଖିବେ ଯେ ମତେ ଆଇନର ସୁରକ୍ଷା ପ୍ରଦାନ କରାଯାଉ। କିନ୍ତୁ ବନ୍ଧୁକ ପାଇଁ ଲାଇସେନ୍ସ ଦିଆଯାଉ ବୋଲି ସେମିତି ଦେଇପାରିବେ କି କିଏ ଯୋଉମାନଙ୍କର ଜୀବନ ପ୍ରତି ବିପଦ ଥିବ? ନାଇଁ ତାଙ୍କୁ କାହିଁକି ସେ ବନ୍ଧୁକ ପ୍ରତି ମାନେ ଏତେ ଲୋଭ ଯଦି ସେମାନେ, ତାହେଲେ ଆମର ଡିଏମ୍ଙ୍କ ପାଖରେ ଆଉ ଆଡିସନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କ ପାଖରେ ସେ ଯାଇକିରି ଫର୍ମ ଏ ଆପ୍ଲିକେସନରେ ଯାହା ତଥାକଥିତ ତାଙ୍କର ଆପ୍ଲିକେସନର ନିୟମାବଳୀ ଅନୁସାରେ ସେ ଆପ୍ଲାଏ କରିବେ। ସେ ଅନୁସାରେ ଯାହା ସେଇ ଅନୁସାରେ କ୍ରାଇଟେରିଆ ଥିବ, ସେଇ ଅନୁସାରେ ସେ ଦାଖଲ କରିବେ ଫର୍ମରେ ଲେଖିକିରି। ତାପରେ ସେଇଟା ସେ ଭେରିଫିକେସନ ପାଇଁ ଯିବ ଲୋକାଲ ଥାନାକୁ। ଲୋକାଲ ଥାନା ଗଲା ପରେ ତାଙ୍କ ନାଁରେ ପ୍ରିଭିୟସ୍ ତାଙ୍କ ନାଁରେ କିଛି କ୍ରିମିନାଲ କେସ୍ ଅଛି କି ନାହିଁ, ତାଙ୍କର କ୍ରିମିନାଲ ବ୍ୟାକଗ୍ରାଉଣ୍ଡ କ'ଣ ଅଛି, ଏବଂ ପୋଲିସ ଯିବେ ଭେରିଫିକେସନ କରିବା ପାଇଁ ଲୋକାଲ ପୋଲିସ ତାଙ୍କ ଘରକୁ, ତାଙ୍କ ଘରେ କିଏ କିଏ ମେମ୍ବର ରହୁଛନ୍ତି, ଏବଂ କାହିଁକି ଏ ବନ୍ଧୁକଟି ତାଙ୍କର ଜରୁରୀ ଅଛି, ତାଙ୍କର ସେ କୋଉଠି କୋଉ ଅଫିସରେ କାମ କରୁଛନ୍ତି, ଏବଂ ସେ ଅଫିସ ଭିତରେ ବି ପୋଲିସ ଯିବେ, ଲୋକାଲ ପୋଲିସ ଯାଇକି ଭେରିଫାଏ କରିବେ। ଭେରିଫାଏ କଲା ପରେ ତାପରେ ଫର୍ମ ଏ ର ଯାହା କ୍ରାଇଟେରିଆ ଥିବ ସେ ଅନୁସାରେ ପୋଲିସ ତାଙ୍କର ଲୋକାଲ ପୋଲିସ ରିପୋର୍ଟ ଦାଖଲ କରିବେ। ମଝିରେ ଅନେକ ପିଲା ଗୋଟେ ଗୋଟେ ବନ୍ଧୁକ ଧରିକି ରିଲ୍ସ ବନେଇବା ପାଇଁ ବାହାରେ ବୁଲିଲେ, ତେଣୁକରି ସେମାନଙ୍କ ଉପରେ ଆକ୍ଟ ଲାଗୁ ହେଲା ଆଉ ସେମାନଙ୍କୁ ଆରେଷ୍ଟ ମଧ୍ୟ କରାହେଲା। ତ ଏମିତି ଯଦି ଶୋବାଜି କିଏ କରୁଛନ୍ତି ବାହାରେ ଓପନ ସ୍ପେସରେ, ତାହେଲେ ସେମାନଙ୍କୁ କୋଉ ଭଳି ଭାବରେ ଦଣ୍ଡଦଣ୍ଡ ଦିଆଯାଇପାରେ? ଆଉ ବର୍ତ୍ତମାନର ଦଣ୍ଡାଦେଶରେ କିଛି ପରିବର୍ତ୍ତନ ହେଇଛି କି? ଆଜ୍ଞା ସେଥିରେ ବହୁତ କିଛି ଆଗ ଅପେକ୍ଷା ଆଉ ସେକାଳ ପଖାଳ ଆଜ୍ଞା ନାହିଁ। ଏବେ ଆଇନର ବହୁତ ପରିବର୍ତ୍ତନ ଆସିଯାଇଛି, ଏବଂ ଏଥିରେ ଅନଲାଇସେନ୍ସ ପଜେସନ ଯୋଉଟା ଆପଣ ପଚାରିଲେ, ସେଥିରେ ଜେନେରାଲି ଅଣ୍ଡର ସେକ୍ସନ 25(1)B ଏ ଅନଅଥରାଇଜ ପଜେସନ ଅଫ ଏ ଫାୟାର ଆର୍ମସ, ମାନେ ଯଦି ଜଣେ ଅନଅଥରାଇଜଲି ଯଦି ଜଣେ ଫାୟାର ଆର୍ମସ ରଖିଲା ତାହେଲେ ତାକୁ ପନିଶମେଣ୍ଟ ରହିବ 1 year ଆଉ ଏକ୍ସଟେଣ୍ଡେଡ ଟୁ
ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ଅଛି। ଲାଇସେନ୍ସ କ୍ୟାନସଲ ବି ହେଇପାରିବ। ଲାଇସେନ୍ସ ତ ତା ପାଖରେ ତ ଲାଇସେନ୍ସ ନଥିବ ନା, ସେ ଅନଲାଇସେନ୍ସ ରେ ହିଁ ବନ୍ଧୁକ ସେ ଯୋଉମାନେ ସାର୍ ଅନଲାଇନ ସେ ଯାହା ପାଖରେ ଲାଇସେନ୍ସ ନଥିବ ସେମାନେ ଏମିତି ତ ଇଲିଗାଲି କାମ କରୁଛନ୍ତି, ସେମାନେ ତ ଆରେଷ୍ଟ ହେବେ। ଆଜ୍ଞା ଯାହା ପାଖରେ ଲାଇସେନ୍ସ ଥିବ ହୁଁ। ସେମାନଙ୍କ ପାଖରେ କେମିତିକା, ସେମାନେ ତାଙ୍କର ଯୋଉ ଆର୍ମସ ରଖିଥିବେ ପାଖରେ ତାର ବ୍ୟବହାର କେମିତିକା, ସର୍ବସାଧାରଣ ଜାଗାରେ ସେଟାକୁ ଦେଖେଇ ପାରିବେ କି? नो ସେଇଟା ଟିକେ ନାଇଁ ସର୍ବସାଧାରଣ ଯଦି ତାଙ୍କୁ ସେ ଯଦି ଲାଇସେନ୍ସିଂ ଅଥରିଟି ହେଇଥାନ୍ତି ବନ୍ଧୁକର ବା ଫାୟାର ଆର୍ମସର, ସେମାନେ ଯେତେବେଳେ ବନ୍ଧୁକଟି ନେବେ ସାର୍ଟର କଭର ଭିତରେ ଘୋଡେଇକିରି ନେବେ, ଆଉ ସେଇଟା ପବ୍ଲିକରେ ଶୋ କରିପାରିବେ ନାହିଁ। ସେ ଯଦି ଯାଉଛନ୍ତି କୌଣସି ଜାଗାକୁ, ମିଟିଂ କୁ ଯାଉଛନ୍ତି କିମ୍ବା କ୍ଲବ କୁ ଯାଉଛନ୍ତି, ସେ ଜାଗାରେ ଟେବୁଲ ଉପରେ ରଖିପାରିବେ କି? नो 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 ଟେବୁଲ ଉପରେ ରଖିପାରିବେ ନାହିଁ, ପବ୍ଲିକ କୁ ଦେଖେଇ ପବ୍ଲିକକୁ ଦେଖେଇ ପାରିବେ ପାରିବେ। ନାହିଁ। ସେଇଟା ତାଙ୍କର ଯୋଉଠି ବସୁଥିବେ, ମାନେ ପବ୍ଲିକରେ ଦେଖିବା ଅର୍ଥ ୟୁ ଆର୍ ଶୋଇଂ ୟୁର ଡେୟାରନେସ୍ ବିଫୋର ଦି ପବ୍ଲିକ, ମାନେ ତମର ମାନେ ଡରେଇବାର ଗୋଟେ ପବ୍ଲିକକୁ, ସେଟା ଗୋଟେ ବନ୍ଧୁକଟା ମୋ ଲାଇସେନ୍ସ ପାଇଛି, ମୁଁ ଟେବୁଲ ଉପରେ ଥୋଇଛି, ମତେ ଯିଏ ତେଣୁ ମୋ ସାଥିରେ କଥା ହବା ପୂର୍ବରୁ ଭାବି ଚିନ୍ତିକିରି କଥାବାର୍ତ୍ତା ହୁଅ। ଏଇଟା ହଉଛି ଗୋଟେ ଡରା ଧମକାରେ କଥା ହଉଛି ଆସିଯାଉଛି ଏଇଟା। ତେଣୁ ସେ ବନ୍ଧୁକଟିକୁ ସେ ଲୁଚେଇକିରି ତାଙ୍କର ଡ୍ରରେ ରଖିବେ, ଯେମିତି ସାଧାରଣ ବ୍ୟକ୍ତି ହିସାବରେ କଥାବାର୍ତ୍ତା ହେବେ। ସେ ଯୋଉ ଲାଇସେନ୍ସ ହୋଲ୍ଡର ଯିଏ ଥିବେ, ସେ ଘରେ ରଖିଲା ବେଳକୁ ବି ତାର କିଛି ରୁଲ ଅଛି କି ଲୁଚେଇକି ରଖିବେ, ଛୁଆଙ୍କ ପାଖରୁ ଦୂରରେ ରଖିବେ, ଏମିତିଆ କିଛି ଅଛି? ଆଜ୍ଞା ସେ ମାନେ ଛୋଟ ପିଲାମାନେ କଣ, ସେମାନେ ତ ସେଟା ଭାବନ୍ତି ଖେଳନା ବୋଲି, ଯଦି ଲୋଡେଡ ଥିବ ସେ ଯଦି ଫୁଟେଇ ଦେଲେ ତାହେଲେ ଧଡାଧଡ ଏକା ବେଳକେ ବ୍ଲାଙ୍କ ଫାୟାରିଂ ହବ। ବ୍ଲାଙ୍କ ଫାୟାରିଂ ହେଲା ମାନେ କାହା ଦେହରେ କୋଉଠି ବାଜିବ କିଛି ଠିକଣା ନଥିବ। ଆଉ ସେମାନେ ସାର୍ ଯଦି ଜଣେ ଲାଇସେନ୍ସ ହୋଲ୍ଡର ସେ ଯେତେବେଳେ ବନ୍ଧୁକଟି ପାଖରେ ରଖୁଥିବ କି ପିସ୍ତଲଟି ପାଖରେ ରଖୁଥିବ କି ମାଉଜଟି ପାଖରେ ରଖୁଥିବ, ସେ ଗୁଳି ତାର ସେ ହିସାବରେ ନେଇକି ଆସିଥିବେ। ତ ବର୍ଷକୁ କିମ୍ବା ମାସକୁ ତାଙ୍କୁ କିଛିଟା ତାକୁ ଦେବା ପାଇଁ ପଡେ କି, ମାନେ ରିଟିନ ଦେବା ପାଇଁ ପଡେ କି ମୋ ପାଖରେ ଗୁଳି ଏତିକିଟା ଆଣିଛି, ମୁଁ ଏତିକିଟା ବ୍ୟବହାର କରିଛି, ଏତିକିଟା କଣ ଦେବା ପାଇଁ ପଡେ କି? ଆଜ୍ଞା ଗୋଟେ ବଢିଆ କଥା ପଚାରିଲେ। ଯଦି 5ଟି ଗୁଳି ତାଙ୍କୁ ଇସ୍ୟୁ ହେଇଥିବ, 5ଟି ଗୁଳିରୁ ଯଦି ଗୋଟିଏ ଗୁଳି ୟୁଜ କରିଲେ, ସେଇଟା କାହିଁକି ୟୁଜ କଲେ, କଣ ପାଇଁ ୟୁଜ କଲେ, ସେଇଟା ସଫିସିଏଣ୍ଟ ତାଙ୍କର କଜ ଇଏଟା ଦେଖେଇବାକୁ ପଡିବ। ଯଦି ଦେଖେଇବାରେ କିଛି ଅବହେଳା କଲେ, ତାହେଲେ ଦରକାର ପଡିଲେ ବି ତାଙ୍କ ଉପରେ ଆଇନ ଅନୁଯାୟୀ ଦଣ୍ଡବିଧାନ ବି ବ୍ୟବସ୍ଥା ବି ଅଛି। ସାର୍ ଜଣେ ଲାଇସେନ୍ସ ହୋଲ୍ଡର ଯଦି ନିଜର ପିସ୍ତଲଟି ରଖିଛି, ସେ କାହାକୁ ହାର୍ମ କରେନି କିନ୍ତୁ ଗୁଳି ଗୋଟେ ଫୁଟେଇଛି, ତ ତା ପାଇଁ ତାଙ୍କୁ କ୍ଲାରିଫିକେସନ ଦେବା ପାଇଁ ପଡିବ କି? ଆଜ୍ଞା ଓବିୟସଲି ସେଇଟା ମାନେ ଆପଣ ତା ଅର୍ଥ ନୁହେଁ ଯେ ଆପଣ ବନ୍ଧୁକ ପାଇବେ ବୋଲି ପବ୍ଲିକ ପ୍ଲେସରେ ଆପଣ ଓପନଲି ଫାୟାର କରିବେ, ଫାୟାର କରିକି ଦେଖେଇଦେବେ ଯେ ହଉଛି ମୋ ପାଖରେ ବନ୍ଧୁକ ଅଛି ବୋଲି, ଦରକାର ପଡିଲେ ଆପଣଙ୍କ ଲାଇସେନ୍ସ ବି ବ୍ୟାନ୍ ହେଇପାରେ। ସାର୍ ଆମର ଗୋଟେ ଆଲୋଚନା ହୁଏ ଯେ ଜଣେ ଯଦି ଗୁଳିଟେ ଫୁଟେଇଲା, ତାର ଗୋଟେ ଖୋକାଟେ ବାହାରେ, ସେ ଖୋକା ଗୁଡାକ ପୁଣି ଥରେ ଗଭର୍ଣ୍ଣମେଣ୍ଟକୁ ସବମିଟ କରାଯାଏ। ଆଜ୍ଞା ଗଭର୍ଣ୍ଣମେଣ୍ଟକୁ ବି ସବମିଟ କରାଯାଏ। ସାର୍ ଯଦି ଜଣେ ଲାଇସେନ୍ସ ହୋଲ୍ଡର ନିଜ ପିସ୍ତଲଟି ରଖିଛି, ଆଉ ସେ ପିସ୍ତଲଟି ତା ସାଙ୍ଗ ନେଇକିରି ସେଟାକୁ ସେ ଫାୟାରିଂ କରୁଛି, ତେବେ ୟା ଦେହରେ ଯୋଉ ଲାଇସେନ୍ସ ହୋଲ୍ଡର ସିଏ ଗିଲ୍ଟି ହବ ନା ଦି ଜଣ ଯାକ ଗିଲ୍ଟି ହେବେ? ଯେ ଯଦି ଜଣଙ୍କ ପାଖରେ ଲାଇସେନ୍ସ ଅଛି ଆଉ ଜଣଙ୍କ ପାଖରେ ଯଦି ଲାଇସେନ୍ସ ନାହିଁ, ତାହେଲେ ସେ ଯଦି ତାକୁ ପବ୍ଲିକ ପ୍ଲେସରେ ଯଦି ସେ ୟୁଜ କଲା, ତାହେଲେ ପନିଶମେଣ୍ଟ ହଉଛି ମ୍ୟାଣ୍ଡେଟୋରି ଇମ୍ପ୍ରିଜମେଣ୍ଟ, ସେଥିରେ ଅଛି ପନିଶମେଣ୍ଟ ରହୁଛି ଟିପିକାଲି ରେଗିଂ ଫର 3 to 7 years with fines and can extend to life imprisonment। କାହା ପାଇଁ ଏଟା? ଯିଏ ଯାହା ନାଁରେ ଲାଇସେନ୍ସ ଅଛି ତା ପାଇଁ ନା ଯିଏ ଫୁଟେଇଛି ତା ପାଇଁ? ଯାହା ପାଖରେ ବନ୍ଧୁକ ଅଛି, ଲାଇସେନ୍ସ ଅଛି, ଯଦି ସେ ଇଲିଗାଲି କାହାକୁ ହ୍ୟାଣ୍ଡ ଓଭର କରିଛି, ତାହେଲେ ତାକୁ ଦଣ୍ଡବିଧାନ ବାବଦରେ 3 ବର୍ଷରୁ 7 ବର୍ଷ ହେବ। ଏବଂ ଯଦି ଯାହାର ଲାଇସେନ୍ସ ନାହିଁ, ଯଦି ସେ ଅନଅଥରାଇଜଲି ଯଦି ଯାହା ପାଖରେ ଲାଇସେନ୍ସ ଅଛି ତାଙ୍କଠୁ ବନ୍ଧୁକ ଆଣିକି ୟୁଜ କଲା, ତାହେଲେ ତାଙ୍କ ପ୍ରତି ଲାଇଫ ଇମ୍ପ୍ରିଜମେଣ୍ଟର ବି ବ୍ୟବସ୍ଥା ଅଛି। ସାର୍ ଯଦି ଲାଇସେନ୍ସ ହୋଲ୍ଡର ସେ ନିଜ ପିସ୍ତଲଟିକୁ ସିଏ ଇଲେକ୍ସନ ସମୟରେ ଯେମିତି ସରେଣ୍ଡର କରିବା ପାଇଁ ପଡେ, ସେମିତି ଆଉ କୋଉ ସମୟରେ ସରେଣ୍ଡର କରିବା ପାଇଁ ପଡେ ନା କେବଳ ସେଇ ଇଲେକ୍ସନ ସମୟରେ? ଯେତେବେଳେ ଗଭର୍ଣ୍ଣମେଣ୍ଟର ଡାଇରେକ୍ସନ ଆସିବ, ଏମର୍ଜେନ୍ସି ସିଚୁଏସନ ହେଲା
बा कौन सिचुएशन जदि स्टेट गवर्नमेंट किसी आसला इंस्ट्रक्शन आसला इमिडिएटली नोटिफिकेशन तांको पाखକୁ ଆସିବ बा आजिकल तो आउ नोटिस तो घर को आसुनी नोटिस आसला घर को डेरी होउची व्हाट्सएप रे इमिडिएटली मेसेज आसी होउची तेणु इमिडिएटली विदिन 1 आवर और 2 आवर भितर तुम लोकल पुलिस स्टेशन नहीं करी तुम जदि धरा जो जे लाइसेंसिंग अथॉरिटी अच्छा से धरा जो बाहर अच्छा बंधुटी घर अच्छी ताले कौन करेंगे से समय कौन करेंगे तेणु इमिडिएटली लोकल पुलिस स्टेशन को कहीदेवे जो आज्ञा मोर बंधुकटी मोर घरे यही जगार अच्छी मु मोर घर को परिवार को जन देची आपण टिके कोऑपरेट करंतु आ मु मोर जी बंधुक क्या पिला मानकु देई आनिकी थाना रे दबा पई चाहू नाही तेणु आपण टिके मोर घर को टिके जानतु एवं मु परिवार लोक को कही देची यही जगार बंधुक अच्छे आपण नहीं आसु सर जदि गोटे लाइसेंस होल्डर नारे किछि एलिगेशन नाही किंबा से अरेस्ट हेनी किंबा ता नारे कोछि मकदमा नाही से तो लाइसेंस पिस्तल टी रखिछि परवर्ती मुहूर्त रे तार पाखरे पिस्तल थिबा समय रे से गोटे केस रे गिल्टी करा होउछि तो एवं से जेल जाउछि से समय रे से पिस्तल टी को सरेंडर करबो ना ता पाखरे से पिस्तल टी को सरेंडर कर जदि जने जेल जाउछि हां से पिस्तल टी को सरेंडर करबो पिस्तल टी को सरेंडर करबो जदि न कला से अनुसार जहाँ आईन अनुजाई जो दंड विधान अच्छी 3 to 7 years नहले जदि ताकू कौन सी केस रे कन्विक्शन हैला ताहले जदि इलीगली विदाउट माने कौन सी जिनस सप्रेशन करी से जदि किछि कला ताहले एथरे लाइफ इम्प्रिजमेंट रे भी व्यवस्था अछि हमर जण को नारे केस टे हैला माने से सरेंडर करिवो आगे आगे ता नारे क्रिमिनल केस हैला माने से जदि जेल को जाउछि ताहले लोकल थाना को सेटा तो आजिकली तो सीसीटीएन सब चढ़ुची ना थाना रे तेणु सबु थाना वाला समस्त पाखु खबर जाउची तेणु ये जो तांकर क्रिमिनल एंटीसीडेंट्स बा तांको ना रे किछि बंधुक लाइसेंसिंग आगुरु किछि अछि कि से उडिक व्यक्तिगत भाव रे पुलिस से उडा सब तदारक करबार करूछंती सर जदि जनक नारे लाइसेंस अछि एवं तांकर मृत्यु परे तांको घर लोकन को से लाइसेंस टी को ट्रांसफर ही पारे कि लाइसेंस सुनंतु जोटा भल कथाटा पचारे जदि जनकर मृत्यु हो जाउछि ताहले ताक भाई कौन कराଯିबो कि लाइसेंसिंग फॉर लीगल हेयर्स इन केसेस ऑफ डेथ और डिजेबिलिटी जदि जनकर डेथ हो जाउछि बट एज हैला परे तांकर किछि डिजेबिलिटी बाहरुछि बा एज 70 प्लस हो जाउछि ऑफ द ओरिजिनल लाइसेंसी द लीगल हेयर माने सी जा को ऑथराइजेशन देबे कैन अप्लाई टू द अथॉरिटी फॉर ए न्यू लाइसेंस लीगल हेयर को देबे अथॉरिटी से अप्लाई करिवो किंतु अप्लाई कॉलेज ताको मिली जीवो जे सेमिति किछि माने नाही से पूरा नुवा क्राइटेरिया हिसाब रे न्यू क्राइटेरिया भितरे जो फॉर्म ए रो जा क्राइटेरिया अछि सेइथरे फॉलो अप करिया पे बाध्य सर जो लाइसेंस जने अप्लाई करे एवं ताको पिस्तल टी मिले किबा माउजर टी मिले ता पाई किछि पीरियड अछि कि 5 वर्ष पई लाइसेंस दिया जाय कि हमर जदी बडा गाड़ी किनला माने हमहु को होछि से 15 वर्ष परे ताको रिन्यूअल करे ता पड़बो सेमति का किछि तार जो अछि ड्यूरेशन अछि किछि आगे से जो फॉर्म ए रे ताकर ड्यूरेशन अछि आउ ताकर केते दिन पर्यंत लाइसेंस जेमति हमर डीएल सपोज मु आज डीएल कली से रहिबो 5 वर्ष कि 10 वर्ष पर्यंत सेमति आपण डीएल जदि काली कले से अनुसार डेट भारी करिवो तेणु सेही अनुसार डेट भारी करिवो आउ ताकर 2 वर्ष कि 3 वर्ष कि 5 वर्ष जहाँ भी परमिशन दिया जाय थिबो तो से अनुसार भितर से माने ताकर लाइसेंस जतो सरीबा पूर्व सरेंडर करबा पई बाध्य सर आ गोटे प्रश्न रहउजे जे जण कहले जे मोर एई केस रे मोर जीवन प्रति विपद थिबारु मते गोटे पिस्तल टे दरकार एवं गवर्नमेंट को कला से जिंसटा बुझी करी ताको पिस्तल टे रखिया पई लाइसेंस टी देला परवर्ती मुहूर्त रे कोन हला सेही केस टी की से विथड्रॉ करि देले किंबा सेही केस टा ताकर सॉल्व हे गला सेमति क्षेत्र रे गवर्नमेंट ताको पाखरो लाइसेंस टा पूरी तरह नै जीवा कथा माने नै पारिबो ना से कंटिन्यू रहिबो ताको लाइसेंस नै सेटा कंटिन्यू रहिबो काहे कि ना
ସେଇଟା ଗୋଟେ ସର୍ଟନ ପିରିୟଡ଼ ପାଇଁ ଯେହେତୁ ସେ ଲାଇସେନ୍ସିଂ ଅଥରିଟି ହେଇସାରିଛନ୍ତି, ଯଦି ତାଙ୍କର ଯୋଉ ଘଟଣା ପାଇଁ ଦିଆଯାଇଥିଲା ବନ୍ଧୁକ, ସେଇ ବନ୍ଧୁକର ସେଇ ଯୋଉ ବନ୍ଧୁକ ତ ତାଙ୍କ ପାଖରେ ସେ ଲାଇସେନ୍ସିଂ ଅଥରିଟି ଅଛନ୍ତି, କିନ୍ତୁ ଯୋଉ ଘଟଣାଟେ ଆପଣ କହିଲେ ହେଉଛି ତାଙ୍କର ଯଦି କିଛି ଆଗରୁ ତାଙ୍କ ନାଁରେ କିଛି ଧମକ ଚମକ ଆସିଛି ଏବଂ ତାଙ୍କୁ ସରକାର ତାଙ୍କୁ ସେଥିଲାଗି ତାଙ୍କୁ ଲାଇସେନ୍ସିଂ ଅଥରିଟି ହିସାବରେ ତାଙ୍କୁ ପରମିଶନ ଦିଆଯାଇଛି, ତାହେଲେ ସେ ବନ୍ଧୁକଟି ରଖିଛନ୍ତି। ଯଦି ସେ ଧମକ ଚମକ ଆଉ ନାହିଁ, ତଥାପି ବି ତାଙ୍କ ଲାଇସେନ୍ସିଂ ଯୋଉ ପରମିଶନ ଯେତିକି ଦିନ ପର୍ଯ୍ୟନ୍ତ ଥିବ ସେତିକି ଦିନ ପର୍ଯ୍ୟନ୍ତ ସେ ତାଙ୍କ ବନ୍ଧୁକକୁ ପାଖରେ ରଖିପାରିବେ। ସାର୍ ଶେଷ ପ୍ରଶ୍ନ, ଆଜ୍ଞା ଯୋଉ ଆପଣ କହିଲେ ଯେ ପନିଶମେଣ୍ଟ ମିଳିବ ବୋଲି ଆଜ୍ଞା ବିଭିନ୍ନ କେସ୍ ରୁ, ଆଜ୍ଞା ସେ ପନିଶମେଣ୍ଟ ଟା ପ୍ରତ୍ୟେକ ନାଗରିକଙ୍କ ପାଇଁ ସମାନ ନା କୌଣସି ସପୋଜ ଗୋଟେ ଅଧିକାରୀ ହେଇଗଲେ ଯୋଉ ଗଭର୍ଣ୍ଣମେଣ୍ଟରେ ଚାକିରି କରୁଛନ୍ତି କିମ୍ବା ବଡ ବିଜନେସମ୍ୟାନ ହେଇଗଲେ, ଗୋଟେ ସାଧାରଣ ଲୋକଟେ କିମ୍ବା ଯଦି ସେମାନେ ନେତା ହେଇଗଲେ, ଏମାନଙ୍କ କ୍ଷେତ୍ରରେ ନାଇଁ ପନିଶମେଣ୍ଟ ନାଇଁ ଲ ଇଜ ଇକ୍ୱାଲ ଫର ଅଲ୍ ଆଜ पर ଦି କन्स्टिट्यूशन ऑफ आवर इंडिया। ल इज इक्वाल फॉर ऑल। ଯେତେ ଯେତେ ବଡ ଯିଏ ରଥି ମହାରଥୀ ହେଇଥାଉ ନା କାହିଁକି, he should be or she should be penalized as per the law। ट्रेनिंग ଟା କେମିତି ଦିଅନ୍ତି, ମାନେ ଆପ୍ଲାଏ କରିବା ପୂର୍ବରୁ ନା ମିଳିଲା ପରେ ଟ୍ରେନିଂ ନାଇଁ ନାଇଁ ଆପ୍ଲାଏ କରିବେ, ଆପ୍ଲାଏ କଲା ପରେ ସେଇ ଯୋଉଠୁ ଦୋକାନରୁ କିଣିବେ ସିଏ ତାଙ୍କୁ ରିଏଲ ସେଲ୍ କରିକିରି ଦେଖେଇବ ଏବଂ ଯେତେବେଳେ ବନ୍ଧୁକଟି ପାଖରେ ରଖୁଛନ୍ତି ପାଇଲା ପରେ ଲୋକାଲ ପୋଲିସ ବା ସେଇ ଯୋଉ ଦୋକାନରୁ ଆପଣ କିଣିବେ ସେଇ ଦୋକାନୀ ହିଁ ଆପଣଙ୍କୁ ସବୁ ବତେଇ ଦେଇ ପାରିବ। ଏମିତି ଫଲ୍ସଲି ମାନେ ଗୁଳି ନ ରଖିକିରି ସେଟା କେମିତି ୟୁଜ କରିବେ, ଆଉ ଗୁଳି ପୁରେଇଲେ କେମିତି ୟୁଜ କରିବେ, ସେମାନେ ତାଙ୍କ ପାଖରେ ଇଏ ଅଛି, ହଁ ଡେମୋ ଅଛି ତାଙ୍କ ପାଖରେ, ଡେମୋରେ ସେ ଦେଖେଇ ଦେଇପାରିବେ। ଆଚ୍ଛା, A1 ଫର୍ମ ସେଟା A1 ଫର୍ମ A1 ଫର୍ମରେ ସେମିତି କିଛି ଅଛି କି ଯୋଉମାନଙ୍କୁ ବନ୍ଧୁକ ଦିଆଯିବ ଲାଇସେନ୍ସ ପ୍ରାପ୍ତ ହେବା ପାଇଁ ମାନେ ଆବେଦନ କରିବେ, ଆଜ୍ଞା ସେମାନଙ୍କର ମେଡିକାଲ ଟେଷ୍ଟ ବି ହବ, ହଁ ସେମାନଙ୍କ ମାନସିକ ସ୍ଥିତି ୟେସ୍ ୟେସ୍ ଓବିୟସଲି ଭଲ କଥା, ତାର ସାଇକୋଲୋଜିକାଲ ଟେଷ୍ଟ ହବ, ମେଡିକାଲ ଫିଟନେସ୍ ଟେଷ୍ଟ ହବ, ଆଉ ତାଙ୍କର ଆଉ ବ୍ଲଡ ପ୍ରେସର ସହିତ ସବୁ ଟାଇପର ମାନେ ମେଡିକାଲ ଚେକଅପ୍ ହବ। ଫିଟନେସ୍ ରେ ଯଦି କିଛି ନେଗେଟିଭ ଆସିଲା ତାହେଲେ ଲାଇସେନ୍ସ ନ ମିଳିପାରେ। ଏଜ୍ କହିଲି ଆଜ୍ଞା, ଗୋଟେ ପତଳା ପିଲାଟେ ତାକୁ ଧକ୍କା ମାରିଲେ ସେ ଗଳି ପଡିବ, ତାକୁ ବି ଯଦି ତାର ଜୀବନ ପ୍ରତି ବିପଦ ଅଛି ତାକୁ ବି କଣ ମିଳିଯିବ ଲାଇସେନ୍ସ? ଯଦି ତାକୁ ଜୀବନ ପ୍ରତି ବିପଦ ଅଛି ସେ ଲୋକାଲ ଥାନାରେ ଯାଇକି ମାନେ ଏତଲା ଦବ, ଯଦି ଜୀବନ ପ୍ରତି ଯଦି ବିପଦ ଅଛି ଲୋକାଲ ଥାନାରେ ଏଫଆଇଆର ଦବ ନା ଆଉ। ଧନ୍ୟବାଦ।